बाबुन होली एबे टुणु लगेइबो एबे मध्य ठाकुर पाखे लाइट लगी रेडी हो गला ठाकुर आने फूल देवी ना एबे खाली राधा कृष्ण अछंती आम ठाकुर आसीना नारायण ठाकुर एबे आसीबे जय जगन्नाथ सांग मैंने आज सन्ध्या भिडियो आरंभ कर दूँ कहीं आज ठाकुर बुलाबुली कार्यक्रम रही दोल यात्रा मेलन आरंभ हो गला फगु दशमी गतरू आज आमर द्वादश तिथि रे ठाकुर बाहरती गाँ बुलती मेलन भी बुलाबुली हुए एवं विमान भी रेडी हो गला देखा आपण मानू एपटे दोल विमान भी रेडी हो सजासजी है रेडी एपटे राधाकृष्ण अच्छा एपटे नारायण ठाकुर रे नारायण ठाकुर आम ठाकुर बाटर दोल विमान रे ठाकुर दर्शन कले बहु पुण्य फल मिलता है एमती रही किसी कथा दोल यात्रा मेलन यह एक राधाकृष्ण एक स्वतंत्र पर्व अटे कि लाइट फाइट टे लगे एपटे लाइट फाइट भी अच्छी लाइट किसी लगे लगी सारापर फाइनाली लुक आपण मानक देखा किसी समय पर बिना लाइट रे राति रे सुंदर देखा नहीं एवं ठाकुर पाखे लाइट लगी रेडी हो गला ठाकुर आने फूल देवी ना पछपटे भी गोटे लाइट कहीं सबुआड़े तो बाटर लाइट सुविधा नपटे आम टुणु भी अच्छी बो अच्छी पिला माने अछंती टुणु कौन देखी चलो ठाकुर एबे खाली राधाकृष्ण अछंती आम ठाकुर आसीना नारायण ठाकुर एबे आसीबे एपटे बाजा वाला भी आज जाइछंती
କାନ୍ଦେ 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 ସେ କାନ୍ଦୁଆ ଧରିନେଲେ ବି ଚଳିବ କିଛି ନା ଆମ ଏଇଠି ଗୋଟେ ଗାଁ ଅଛି ସେ ଭୋଗ ଆଣିବେ ଭୋଗ ସବୁ ଆଣିକି ରଖିବେ ଛୁଆ ଭାଙ୍ଗିଦିଏ ଆମେ ଭୋଗ ଦେଲା ବେଳକୁ ନଥିବ ଜାଣିଛ ଗୋଟେଇକି ସବୁ ଭାଙ୍ଗିଦିଏ ଧରା ପରେ ସେଟା ଗୋଟେ ଅଲଗା କଥା ଖୁସିରେ ଖାଇଦିଅନ୍ତି ସେଟା ଅଲଗା ଆମେ ଭୋଗ ଦେବା କାମ ଜିନିଷ ଘର ସେ ମାନେ ଏପଟେ ସେପଟେ ଏପଟେ ସେପଟେ ଆମ ଏଇ ଲୋକାଲିଟି ଭିତରେ ସବୁଠାରୁ ଅଧିକ ବିଦ୍ୟାକି ହେଲା ଦାଢୁ ମହାପାତ୍ର ଗୋପୀନାଥ ଭାବୁନୁ ହୋଲି ଏବେ ଟୁଣୁ ଲଗେଇବ ଏବେ ଠାକୁର ବାହାରିବେ ଗାଁ ଭୋଗ ଖାଇବା ପାଇଁ ଦୋଳ ବିମାନରେ ପ୍ରଭୁଙ୍କ ଦର୍ଶନ ଅତି ଶୁଭ ହୋଇଥାଏ ଏଇଠୁ ବଇନି କରିକି ପ୍ରଥମ ଘର ଟୁଣୁ ଯାଇଥାନ୍ତୁ କିଲୋ ଠାକୁର ସାଙ୍ଗରେ ଟୁଣୁ ଟୁଣୁ ଯାଇଥାନ୍ତୁ କିଲୋ ଠାକୁର ସାଙ୍ଗରେ ଟୁଣୁ କିଛି କହୁନି ଟୁଣୁ ଭାବୁଛି କଣ ହଉଛି ବାବୁନ ମଧ୍ୟ ଯାଇଛି ଠାକୁର ସାଙ୍ଗରେ ବାବୁନ ନୁଗା ପିନ୍ଧିଲା ନାଇଁ ନା ଦେଖିପାରୁଥିବେ ପାଗଳି ଏପଟେ ଅଟା ଦଳିବାରେ ଲାଗିଯାଇଛି ଛୁଆଙ୍କୁ ମଧ୍ୟ ମସଲା ପ୍ରସ୍ତୁତ କରୁଛନ୍ତି ଡାଲମା ମଧ୍ୟ ଡାଲମା ହେଇଗଲାଣି ଡାଲମା ପୁରୀ ହେବ ସେମାନେ ଯେଉଁମାନେ ଯାଇଛନ୍ତି ଠାକୁର ସାଙ୍ଗରେ ଗାଁକୁ ଆସିଲେ ଖାଇବେ ସାଙ୍ଗମାନେ ଏବେ ତ ଠାକୁର ବାହାରିଗଲେ ଗାଁରେ ଭୋଗ ଖାଇବେ ଘର ଘର ବୁଲି ପ୍ରତ୍ୟେକ ଘର ମଧ୍ୟ ଭୋଗ ଦିଆଯାଏ ଗାଁରେ ବୁଲିବେ ଠାକୁର ଭାବିଲି ଆପଣମାନଙ୍କ ସହିତ ଗୋଟେ କଥା ସେୟାର କରିଦେବା ପାଇଁ ଏମିତି ଠାକୁର ବୁଲା ପରମ୍ପରା ରହିଛି ଆମର ପୂର୍ବଜମାନେ କରି ଆସିଥିଲେ ଠାକୁର ବାଡ଼ିରେ ଠାକୁର ମଧ୍ୟ ବୁଲୁଥିଲେ ଏବେ ସେଥିମଧ୍ୟରୁ ବହୁତ ଠାକୁର ବାଡ଼ିରେ ଠାକୁର ଅବହେଳା ଯୋଗୁଁ ଠାକୁରମାନେ ମେଲଣକୁ ବାହାରି ପାରୁନାହାନ୍ତି ବୁଲି ପାରୁନାହାନ୍ତି
ସେଥିପାଇଁ ମଧ୍ୟ ଆମେମାନେ ଦାୟୀ। କାହିଁକିନା ଆମେମାନେ ଯଦି ଚେଷ୍ଟା କରନ୍ତେ ଠାକୁର ମଧ୍ୟ ବୁଲନ୍ତେ। ଏ କଥା କାହିଁକି କହିଲି ନା, ଆଜି ମେଲଣ ନିମନ୍ତ୍ରଣ କରିବା ପାଇଁ ଠାକୁରଙ୍କୁ ଆସିଥିଲେ ଜଣେ 3 ଜଣ ଭାଇ ଆସିଥିଲେ। ସେମାନେ ଏଇ କଥା କଥାବାର୍ତ୍ତା ହେଉଥିଲୁ। ବହୁତ ଠାକୁର ବାଡ଼ିରେ ଠାକୁର ଆଉ ମେଲଣକୁ ଆସୁନାହାନ୍ତି। ଏ ଭିଡ଼ିଓ ମାଧ୍ୟମରେ ମୁଁ ଏଇଆ କହିବାକୁ ଚାହୁଁଛି ଯେ ଦୟାକରି ଯଦି ପରମ୍ପରା ବଜାୟ ରଖିବେ ଟିକେ ଭଲ ଲାଗନ୍ତା। ଇଏ ଆମର ଦୋଳ ପର୍ବ ବା ମେଲଣ ଯାତ୍ରା, ଏହା ବହୁ ପୁରୁଣା ଦିନରୁ ହେଇ ଆସିଛି। ଏମିତି ଅବହେଳା କଲେ ପରମ୍ପରା ମଧ୍ୟ ଆସ୍ତେ ଆସ୍ତେ ଧୀରେ ଧୀରେ ଲୋପ ପାଇଯିବ। ସେଥିପାଇଁ ପୂର୍ବଜମାନେ ଯାହା କରୁଥିଲେ ସେ ଜିନିଷ ସବୁ କଣ୍ଟିନ୍ୟୁ କରନ୍ତୁ, ଆପଣମାନଙ୍କୁ ବି ଖୁସି ମିଳିବ। ଏବେ ଚାଲନ୍ତୁ, ଠାକୁର ବୁଲି ଭୋଗ ଖାଉଛନ୍ତି, ଟିକେ ବୁଲାବୁଲି କରିବା ଠାକୁରଙ୍କ ସାଙ୍ଗରେ। ଗୋଟେ ଠାକୁର ଗାଁରେ ବୁଲି ଭୋଗ ଲଗା ଚାଲିଛି। ହଁ ଦେଖା ହଉଛି, ତମେ ଦେଖିବା। ହ୍ୟାଲୋ। କରିଥିବେ ଏପଟେ ଘରକୁ ଆସିଲା ବେଳକୁ ପାଗଳି ଗରମ ଗରମ ଚୁଲି ଲଗାଇ ପୁରୀ ଛାଣିବାରେ ଲାଗିଛି। ପୁରୀ ଛଣା ଚାଲିଛି। ଛୁଆ ଆମେ ଏପଟେ ବେଲୁଥିଲେ ପୁରୀ ମଧ୍ୟ ଏପଟେ ବେଲା ହେଇଯାଇଛି କିଛି। ସୁନ୍ଦର ମଧ୍ୟ ପୁରୀ ଫୁଲୁଛି। ପାଗଳି ଏଇ ଯେଉଁ ପୁରୀ ଫୁଲିବାର ୟାର ଟେକ୍ନିକ୍ କ'ଣ କେମିତି କନେ ଫୁଲିବ? ଅଟାଟା ଭଲସେ ଚକୁଡ଼ା ହେଲେ ପୁରୀ ଫୁଲିବ ନା? ଆଉ କ'ଣ ମମ୍ ଫମ୍ ଦିଆ ହେଇକି ସବୁ ପୁରୀ ହୁଏ, ସେ ବିଷୟରେ କିଛି ଜାଣି? ନରମା ଖାସ୍ତା ହୁଏ। ଆମର ଦିଆ ହେଇଛି କିଛି? ଦିଆ ହେଇନି। ଆମର ପୁରା ଦେଶୀ ନା, ପୁରା ଗରମା ଗରମ ପୁରୀ। ସେପଟେ ପାଗଳି ପାଖରେ ଆସି ଦେଖନ୍ତୁ, ପୁରା ପାଗଳି ପାଖରେ ଆସିକି ଶୋଇଛି, ଚାପିକି ଆସିକି ଏପଟେ। ସାଙ୍ଗମାନେ, ଇଏ ଛୋଟ ଛୁଆଟେ ହେଲେ ବି ସିଏ ଜାଣିଛି ଯୋଉଠି ମଣିଷ ଯୋଉଠି ତାକୁ ଭଲ ପାଆନ୍ତି ସିଏ ମଧ୍ୟ ଆସି ସେଇଠି ପାଖରେ ରହିବ। ତାର ମା ନାହିଁ, ତା ମା ମରିଯାଇଛି, ତା ଭାଇ ବି ମରିଯାଇଛି। ସେ ପାଗଳି ଭରସାରେ ଅଛି, ତା ମା ବି ମରିଯାଇଛି। ଦେଖାଯାଉ ଭଗବାନଙ୍କ ଦୟାରୁ ଏ କୁକୁରଟି ଯଦି ବଞ୍ଚିଯିବ, ପାଗଳି ବଞ୍ଚିଯିବ ତ ଏ କୁକୁରଟି? ବଞ୍ଚିଲାଣି ତ, ମରିଯାଇଥାନ୍ତା, ଖାଉନଥିଲା କିଛି। ତାକୁ କ୍ଷୀର ଫିର ମଧ୍ୟ ଆଣିକି ଦେଇଥିଲୁ, ମେଡ଼ିସିନ ବି ଦେଇଥିଲୁ, ଏବେ ଟିକେ ସୁସ୍ଥ ହେଲାଣି।